ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଆନନ୍ତପଲ୍ଲୀ ଠାରେ ଉଚ୍ଚ ବିଦ୍ୟାଳୟ ତରଫରୁ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଠ ସହ ପ୍ରତ୍ୟେକ ଦିନ ଖେଳର ମଧ୍ୟ ଆବଶ୍ୟକତା ରହିଛି, ଯାହା ଖୁସି ପ୍ରଦାନ କରିବା ସହ ଆମ ଶରୀର ସୁସ୍ଥ ରଖିବାରେ ସହାୟକ ହେବ। ପ୍ରତ୍ୟେକ ଦିନ ବ୍ୟସ୍ତବହୁଳ ସମୟରୁ ଟିକେ ସମୟ ଯୋଗ ଅଭ୍ୟାସ ଆମକୁ ରୋଗଠାରୁ ବହୁତ ଦୂରରେ ରଖିବ। ଏଭଳି ମତ ଦେଇଛନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ମାଲାବରମ ପଞ୍ଚାୟତର ସରପଞ୍ଚ ଦୁର୍ଗାଚରଣ ମାଢି। ପ୍ରଥମେ ଏହି ଉତ୍ସବ ଆରମ୍ଭ କରିଥିଲେ। ପରିସରରୁ କ୍ରୀଡ଼ା ପ୍ରଜ୍ଞାନ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମନୋରଞ୍ଜ ହେରାନ, ସେଙ୍ଗାମ ସାଇରାମ ଆଦିଙ୍କ ଦ୍ୱାରା କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଥିଲା। ମୋଟ କୁନି କୁନି ପିଲାମାନଙ୍କ ମଧ୍ୟରେ 28ଟି କ୍ରୀଡ଼ାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପୁରସ୍କାର ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଛୋଟ ସ୍ୱାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଛି। ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ଗ୍ରାମବାସୀମାନେ ମଧ୍ୟ ଯୋଗ ଦେଇଥିଲେ। ଅଞ୍ଚଳବାସୀ, ବୁଦ୍ଧିଜୀବୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା ଆଦି ଉପସ୍ଥିତ ଥିଲେ। ମାଲକାନଗିରି କାଳିମେଳାରୁ ନାଗେନ୍ଦ୍ର ଉଇକାଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଆ।